ମାର୍ଚ୍ଚ ମାସ 2026 ସିଂହ ରାଶିମାନଙ୍କ ପାଇଁ କିପରି ରହିବେ ଚାଲନ୍ତୁ ଡିଟେଲ୍ସରେ ଜାଣିବା। ତ ଏହି ମାସ ଆପଣମାନଙ୍କ ପାଇଁ ସବୁ କ୍ଷେତ୍ରରେ ଫିଟ୍ ଆଣ୍ଡ ଫାଇନ୍ ରହିବେ, କିନ୍ତୁ ଆପଣଙ୍କର ପାର୍ଟନରସିପ୍ ମାନେ ରିଲେସନସିପ୍ରେ ମନମୋଟାକୁ ଆସିପାରେ, ସେଥିପ୍ରତି ଧ୍ୟାନ ଦେବେ। ତ ପ୍ରଥମେ ଆପଣଙ୍କର ହେଲ୍ଥ ଜାଣିନେବା। ତ ମାର୍ଚ୍ଚ ମାସରେ ଚତୁର୍ବାହୀ ଗ୍ରହ ରହିବେ, ସପ୍ତମ ଭାବରେ ରହୁଛି, ତ ଏହାର ଇଫେକ୍ଟ ମଧ୍ୟ କ'ଣ ତାହା ଜାଣିବା। ତ ହେଲ୍ଥ ଆପଣଙ୍କ ଚନ୍ଦ୍ରକେତୁରୁ ଯୁକ୍ତି ରହିବ। ମାର୍ଚ୍ଚ ମାସରେ ଆପଣଙ୍କ ମନରେ ଶାନ୍ତି ଆସିବ, ଅଶାନ୍ତି ଯାହା ଥିଲା ଦୂର ହେବ, ଆପଣଙ୍କ ଡିପ୍ରେସନରୁ ବାହାରକୁ ଆସିବ ଓ ମେଣ୍ଟାଲ ହେଲ୍ଥରେ ଆପଣଙ୍କ ଶାନ୍ତି ଅନୁଭବ କରିବେ। ତ ହେଲ୍ଦି ରହିବା ପାଇଁ ଆପଣ ଯୋଗ, ଜିମ୍ ଓ ଏକ୍ସରସାଇଜ୍ର ଅଭ୍ୟାସ ମଧ୍ୟ କରିପାରନ୍ତି, କୌଣସି ଡାଏଟ୍ ଫଲୋ କରିପାରନ୍ତି। ତ ଏହି ସମୟରେ ଆପଣ କଳାତ୍ମକ କାମ କରିବା ଶିଖିବାକୁ ଧ୍ୟାନ ଦେବେ। ତ ଫିଟ୍ ଆଣ୍ଡ ଫାଇନ୍ ଏହି ମାସରେ ରହିବେ, କିନ୍ତୁ କୌଣସି ଜିନିଷ ପ୍ରତି ଆକୃଷ୍ଟ ହୋଇପାରନ୍ତି, ଯେମିତି ନୃତ୍ୟ, ସଙ୍ଗୀତ, ରୋଷେଇ କରିବା ଇତ୍ୟାଦି କୌଣସି ଜିନିଷ ପ୍ରତି ଆପଣଙ୍କର ଆଟ୍ରାକ୍ଟ ବଢ଼ିପାରେ, ଆପଣ ସେ କାର୍ଯ୍ୟରେ ସମୟ ଦେଇପାରନ୍ତି, ମୁଭି ଦେଖିବା ଇତ୍ୟାଦି ଇତ୍ୟାଦି। ତ ଆପଣଙ୍କର ହେଲ୍ଦି ତ ବହୁତ ରହିବେ, କିନ୍ତୁ ଆପଣଙ୍କ ହେଲ୍ଥ କନସିୟସ୍ ମଧ୍ୟ ଏହି ମାସରେ ରହିବେ। ତ ଧନସ୍ଥିତି ଦେଖିବ ବୋଲେ 21 ମାର୍ଚ୍ଚ ପର୍ଯ୍ୟନ୍ତ ବୁଧ ବକ୍ରି ଅଛନ୍ତି। ତ ସିଂହ ରାଶିମାନଙ୍କୁ 4ଟି ବଡ଼ ଧନ ଲାଭ ହେବ। ଧନର ଫ୍ଲୋ ମଧ୍ୟ ବହୁତ ଭଲ ରହିବ। ଏହି ସମୟରେ କଠିନ ପରିଶ୍ରମ କରନ୍ତୁ, ଦ୍ୱିଗୁଣିତ ଫଳ ପ୍ରାପ୍ତ ହେବ, ଏଥିରେ କୌଣସି ସନ୍ଦେହ ନାହିଁ। ତ କିଛି ନ କରି ଆପଣଙ୍କୁ ମିଳିଯିବ ବୋଲି କେବେ ବି ଭାବନ୍ତୁ ନାହିଁ। ପ୍ରଥମତଃ ଅଟକିଥିବା ଧନ ଆପଣଙ୍କୁ ମିଳିବ, କୌଣସି ଗଭର୍ଣ୍ଣମେଣ୍ଟ ସ୍କିମ୍ରୁ ମଧ୍ୟ ଆପଣଙ୍କୁ ଧନ ଲାଭର ଯୋଗ ମଧ୍ୟ ରହୁଛି। ପ୍ରପର୍ଟିରୁ ମଧ୍ୟ ସେଲ୍ ପରଚେସ୍ରୁ ମଧ୍ୟ ଆପଣ ଏହି ସମୟରେ ଧନ ଲାଭ ପାଇପାରିବେ। ତ ପରିଶ୍ରମ ଆପଣଙ୍କୁ କରିବାର ଅଛି ଓ ରେଜଲ୍ଟ ଆପଣଙ୍କୁ ମିଳିଯିବ। ତ ଆପଣ ଦେଖିଥିବେ ବହୁତ ପରିଶ୍ରମ କଲା ପରେ ମଧ୍ୟ ଯେତେବେଳେ ଭାଗ୍ୟ ସାଥ ଦିଏନି, ଯେତେ ବି ପରିଶ୍ରମ କରନ୍ତି ରେଜଲ୍ଟ ମିଳେନି, କିନ୍ତୁ ଏବେ ଆପଣଙ୍କ ଭାଗ୍ୟ ସାଥ ଦେଉଛି, ତ ପରିଶ୍ରମ କରିବାରେ ହେଳା ବିଲକୁଲ ବି କରନ୍ତୁନି। ପରିବାର ଦେଖିବାକୁ ଗଲେ ୟଙ୍ଗ ବ୍ୟକ୍ତିମାନଙ୍କ ପାଇଁ ପରିଶାନରେ ରହିପାରନ୍ତି। ସିଂହ ରାଶିର ବ୍ୟକ୍ତିମାନେ ଘର ଭିତରେ କୌଣସି ରେନୋଭେସନ୍ କାର୍ଯ୍ୟ ଚାଲିପାରେ ଓ ଏହା ପରେ ମଧ୍ୟ ବିଜୁଳି ଜନିତ ଖର୍ଚ୍ଚ ମଧ୍ୟ ଆପଣଙ୍କର ରହିପାରେ। ସନ୍ତାନ ଦେଖିବାକୁ ଗଲେ 11 ମାର୍ଚ୍ଚ ପରେ ବିଦ୍ୟା କ୍ୟାରିୟର ଉନ୍ନତି କରିବେ, ଆପଣଙ୍କୁ ଖୁସି ଖବର ଦେଇପାରନ୍ତି। ତ କ୍ୟାରିୟର ଦେଖିବାକୁ ଗଲେ ବିପରୀତ ରାଜଯୋଗ ବନୁଛି। ବିପରୀତ ରାଜଯୋଗ ପାଇଁ ଆପଣଙ୍କର କାମରେ ପ୍ରେସର ରହିବ, କିନ୍ତୁ ଆପଣଙ୍କୁ ରେଜଲ୍ଟ ମଧ୍ୟ ବହୁତ ଭଲ ମିଳିବ, କାମ ମିଳିବ, ଖୁସି ଖବର ଆପଣ ପାଇପାରନ୍ତି। 11ରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ଆପଣଙ୍କର ପାୱାର ବଢ଼ିବ। ବିପରୀତ ରାଜଯୋଗ ଯେହେତୁ ଆକ୍ଟିଭ୍ ଅଛି, ତ ଆପଣଙ୍କୁ ପଦ ପ୍ରମୋସନ ମଧ୍ୟ ମିଳିବ, ଆପଣଙ୍କୁ ଜବ୍ରେ କୌଣସି ଇମ୍ପୋର୍ଟାଣ୍ଟ କାର୍ଯ୍ୟ ଦିଆଯାଇପାରନ୍ତି ଓ ଆପଣଙ୍କର ପ୍ରଶଂସା ମଧ୍ୟ କାର୍ଯ୍ୟକ୍ଷେତ୍ରରେ ରହିପାରିବ। ତ ବିପରୀତ ରାଜଯୋଗ ଆପଣମାନଙ୍କ ପାଇଁ କ୍ୟାରିୟର କ୍ଷେତ୍ରରେ ଶାନଦାର ରେଜଲ୍ଟ ନେଇ ଆସୁଛି, ଆପଣଙ୍କ କାର୍ଯ୍ୟକ୍ଷେତ୍ରକୁ ବଢ଼ାଇବ, ଆପଣଙ୍କୁ ହାର୍ଡ଼ୱାର୍କିଂ କରାଇବ ଓ ଆପଣ ମଧ୍ୟ ବେଷ୍ଟ ରେଜଲ୍ଟ ପାଇପାରିବେ। ତ ଦାମ୍ପତ୍ୟ ଜୀବନ ଦେଖିବାକୁ ଗଲେ ଏହି ସମୟରେ ଗୁସ୍ସା ରହିବେ, ଖର୍ଚ୍ଚ ଅଧିକ ବଢ଼ିବ, ପାର୍ଟନରକୁ ଚୋଟ ଲାଗିପାରେ, ପାର୍ଟନରଙ୍କ ଜିନିଷ ମଧ୍ୟ ଚୋରି ହୋଇପାରେ, ତେଣୁ ସତର୍କ ରହିବେ। ସରକାରୀ କାର୍ଯ୍ୟରେ ଦପ୍ତରରେ ଚକର ଲଗାଇ ପାରନ୍ତି। ମାର୍ଚ୍ଚ ମାସ ସାରା ତ ଭଲ ନାହିଁ, କିନ୍ତୁ 21 ମାର୍ଚ୍ଚ ପରେ ସବୁ ଶାନଦାର ରହିବ। କିନ୍ତୁ 21 ମାର୍ଚ୍ଚ ପର୍ଯ୍ୟନ୍ତ ଆପଣଙ୍କ ପାର୍ଟନରସିପ୍ରେ, ଆପଣଙ୍କ ରିଲେସନସିପ୍ରେ ମନମୋଟାପ ରହିବ, ସେଥିପ୍ରତି ଯତ୍ନ ନେବେ। ତ ବ୍ୟାପାର ଦେଖିବ ବୋଲି ଶନି ଶୁକ୍ରଙ୍କ ଯୁକ୍ତିରେ ହାତରୁ ଯାଉଥିବା କାର୍ଯ୍ୟ, କ୍ୟାନସଲ୍ ହେଇଯାଉଥିବା କାର୍ଯ୍ୟ ମଧ୍ୟ ହେବାକୁ ଲାଗିବ ଏହି ସମୟରେ। ତ ଏହି ସମୟରେ ଆପଣଙ୍କ କାର୍ଯ୍ୟ ପାଇଁ, କାମ ପାଇଁ, ଡିଲ୍ ପାଇଁ ବହୁତ ଭଲ, ସେଲ୍ ପରଚେସ୍ ପାଇଁ ବହୁତ ଭଲ ରହିବ। ତ ବ୍ୟାପାରୀମାନଙ୍କ ପାଇଁ ମଧ୍ୟ ଏହି ମାସ ଶାନଦାର ରେଜଲ୍ଟ ନେଇ ଆସୁଛି, କିନ୍ତୁ ଆପଣଙ୍କୁ ଟିକେ ସତର୍କତା ସହିତ ରହିବାକୁ ପଡ଼ିବ କାର୍ଯ୍ୟକ୍ଷେତ୍ରରେ, ନଚେତ ଆପଣମାନଙ୍କ ପାଇଁ କୌଣସି ଇସ୍ୟୁ ନାହିଁ ଏହି ମାସରେ। ଦାମ୍ପତ୍ୟ ଜୀବନରେ ମନମୋଟାପ ରହିବ, ବାକି ସବୁ କ୍ଷେତ୍ରରେ ଆପଣଙ୍କର ଠିକ୍ଠାକ୍ ରହିବ। ତ ଭିଡ଼ିଓ ଭଲ ଲାଗିଥିଲା ଲାଇକ୍, ସେୟାର, ସବସ୍କ୍ରାଇବ୍ କରନ୍ତୁ ଓ ସୂର୍ଯ୍ୟଦେବଙ୍କୁ ସବୁଦିନ ଜଳ ଅର୍ପଣ କରିବାକୁ ବିଲକୁଲ ବି ଭୁଲନ୍ତୁନି ଓ ହୃଦୟ ସ୍ରୋତ, ଆଦିତ୍ୟ ହୃଦୟ ସ୍ରୋତକୁ ମଧ୍ୟ ପାଠ କରିବା ଆପଣମାନଙ୍କ ପାଇଁ